ବନ୍ଧୁଗଣ, ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ଆପଣମାନଙ୍କୁ ଏହି ଜ୍ଞାନତନ୍ତ୍ରର ନୂଆ ଏପିସୋଡ଼କୁ ସ୍ୱାଗତ। ଏହା ଲେଖିବାର କାରଣ, ସମାଜରେ ଆଉ ଏ ପ୍ରକାର କାହାଣୀ ନାହିଁ। ଏ ଜ୍ଞାନତନ୍ତ୍ରକୁ ଯିଏ ଦେଖିବ, ଏଥିରୁ ନିଶ୍ଚିତ ଭାବରେ ସଂସ୍କାର ଶିଖିବ। କାରଣ ବର୍ତ୍ତମାନ ସମାଜ ଖାଲି ସ୍ୱାର୍ଥପର, ଧନକୁ କିପରି ଆପଣାର କରିବେ ଏହି ଚିନ୍ତା ସମସ୍ତଙ୍କର। ବନ୍ଧୁ ବାନ୍ଧବ, ସାଙ୍ଗ ସାଥୀ ସମ୍ପର୍କ, ମଣିଷ ଆଜି ଲୋଭାଗ୍ରସ୍ତ ହୋଇ ସବୁ ସମ୍ପର୍କ ଭୁଲି ଯାଇଛି। ମାତ୍ର ମଣିଷ ଅଳ୍ପ ସମୟ ସୁଖର ବଶବର୍ତ୍ତୀ ହୋଇ ସାରା ଜୀବନ କିପରି କାନ୍ଦୁଛି, ଏହି ବିଷୟ ଶୁଣିଲେ ଆପଣମାନେ ଜାଣିପାରିବେ। ଆସନ୍ତୁ ଶୁଣିବା। ଗୋଟିଏ ଗାଁରେ ଗୋଟିଏ ଗରିବ ଚାଷୀଟିଏ ରହୁଥାଏ। ତା'ର ଅଳ୍ପ ଜମି ଥାଏ। ଜମିକୁ ଚାଷ କରି ଯାହା ପାଏ, ସେଥିରେ ସେ କିଛି ଦିନ ବା କିଛି ମାସ ଚଳେ। ସେ ଦେଖିଲା, ଚାଷ କାମ ସରିଗଲେ ଆଉ ଟଙ୍କା ରୋଜଗାରର ମାଧ୍ୟମ ଏଠାରେ ଆଉ ନାହିଁ। ଏଣୁ ସେ ଭାବିଲା, ବାହାରକୁ ଯାଇ କିଛି ଟଙ୍କା ରୋଜଗାର କରିବି। ଏହା ଭାବି ତା ବାପା ମାଆଙ୍କୁ କହି ବିଦେଶକୁ ଚାକିରି କରିବାକୁ ବାହାରିଗଲା। ଲୋକଟି ନିରୀହ ସରଳ ସ୍ୱଭାବର ଥିଲା। କିଛି ଦିନ ଚାକିରି କରି କିଛି ଟଙ୍କା ଦରମା ପାଇଲା। ସେ ଭାବିଲା, 4-5 ମାସ ହେଲା ଘରୁ ଆସିଲିଣି, ଘରେ ସବୁ ଖାଦ୍ୟ ସରିଯିବଣି, କିପରି ଘରକୁ କିଛି ସ୍ୱର୍ଣ୍ଣମୁଦ୍ରା ପଠାଇବି, ଏହା ଭାବୁଥାଏ। ଠିକ୍ ଏହି ସମୟରେ ତାଙ୍କ ଗ୍ରାମର ଜଣେ ମହାଜନ ସହିତ ଦେଖାହେଲା। ଭାବିଲା, ଏହାଙ୍କର ତ ବହୁତ ସମ୍ପତ୍ତି ଅଛି, ଏହି ମହାଜନଙ୍କ ହାତରେ ସ୍ୱର୍ଣ୍ଣମୁଦ୍ରା ପଠାଇଦେବି ଯେ ବାପା ପାଇଯିବେ। ଏହା ଭାବି ସେ ତାଙ୍କୁ ପଚାରିଲା, ଆପଣଙ୍କର ଏବେ ଘରକୁ ଯିବାର ଅଛି କି? ସେ କହିଲେ, କ'ଣ ପାଇଁ? ସେ ଲୋକଟି କହିଲା, ମୁଁ କିଛି ସ୍ୱର୍ଣ୍ଣମୁଦ୍ରା ଘରକୁ ପଠାଇଥାନ୍ତି। ଏହା କହି ଭାବିଲା, ଏ ମୋ ଧନ ମାରିଦେବ ନାହିଁ ତ? ପୁଣି ଭାବିଲା, ନା, ଏହାଙ୍କର ତ ବହୁତ ଟଙ୍କା ଅଛି, ଇଏ କ'ଣ ପାଇଁ ମୋ ଧନକୁ ଲୋଭ କରିବେ? କାରଣ ଏହାର ଅଳ୍ପ ଧନ, ବିକଳ ମନ। ଏହା ଭାବି ତାଙ୍କୁ 10ଟି ସ୍ୱର୍ଣ୍ଣମୁଦ୍ରା ତା ବାପାଙ୍କୁ ଦେଇଦେବାକୁ ତାଙ୍କ ହାତରେ ଦେଲା। ମହାଜନ ସ୍ୱର୍ଣ୍ଣମୁଦ୍ରା ନେଇ ଘରକୁ ଆସିଲା। ଗାଁରେ ଆସି ଭାବିଲା, ଯଦି ସ୍ୱର୍ଣ୍ଣମୁଦ୍ରା ମୁଁ ରଖିଦିଏ, ତେବେ ମୋ ପାଖରେ ତ ମୁଦ୍ରା ସଂଖ୍ୟା ବଢ଼ିଯିବ। ଯଦି ସେ ଆସି ରାଜାଙ୍କ ପାଖରେ ଆପତ୍ତି କରେ, ଏହା ଭାବି ସେ ଗାଁର 5 ଜଣ ଲୋକଙ୍କୁ କହିଲା, ଯଦି ଦରକାର ପଡ଼େ ତେବେ ତୁମେ ରଜାଙ୍କୁ କହିବ, ହଁ, ଆମେ ଦେଖିଛୁ ଏ ମହାଜନ ସେ ଚାଷୀର ବାପାଙ୍କୁ 10ଟି ସ୍ୱର୍ଣ୍ଣମୁଦ୍ରା ଦେଇଛନ୍ତି। ଏଥିପାଇଁ ମୁଁ ତୁମକୁ କିଛି ଟଙ୍କା ଦେବି। ସେମାନେ କହିଲେ, ଟଙ୍କା ପାଇଲେ ଆମେ ଆପଣ କହିଥିବା କଥା କହିବୁ। ଆପଣ କିଛି ଭାବନ୍ତୁ ନାହିଁ। କିଛି ଦିନ ଗଲା। ସେ ଚାଷୀ ବିଦେଶରୁ ଫେରି ଦେଖିଲା, ଘର ଭାଙ୍ଗି ଯାଇଛି। ତା ବାପା ମା ପିଲାମାନେ ଛିଡ଼ା ଲୁଗା ପିନ୍ଧୁଛନ୍ତି। ଭାବିଲା, ମୁଁ ଧନ ତ ପଠାଇଥିଲି, ମହାଜନ କ'ଣ ମୋ ବାପାଙ୍କୁ ଦେଇନାହିଁ କି? ମୁଁ ଯାହା ଭାବୁଥିଲି କ'ଣ ସତ? ଏଠାରେ ମନେ ରଖିଥାନ୍ତୁ, ଯଦି ଆପଣଙ୍କ ମନକୁ କୌଣସି ପାପ ଛୁଏଁ, ତେବେ ଶାସ୍ତ୍ରରେ ଲେଖା ଅଛି, ମନରେ ଯଦି ସଂଶୟ ଆସେ, ଆହୁରି ଥରେ ବିଚାର। ସେ ଲୋକ ମହାଜନଙ୍କ ପାଖକୁ ଗଲା ଓ କହିଲା, ଆପଣଙ୍କୁ ମୁଁ 10 ଗୋଟି ସ୍ୱର୍ଣ୍ଣମୁଦ୍ରା ଦେଇଥିଲି, ମୋ ବାପାଙ୍କୁ ଆପଣ ସ୍ୱର୍ଣ୍ଣମୁଦ୍ରା ଦେଇନାହାନ୍ତି? ମହାଜନ କହିଲା, ହଁ, ତୁମ ବାପା ପିଣ୍ଡାରେ ବସିଥିଲେ, ମୁଁ 10 ଗୋଟି ସ୍ୱର୍ଣ୍ଣମୁଦ୍ରା ଦେଇଛି। ଏ ଚାଷୀ ସେଠାରୁ ଫେରି ସିଧା ରାଜାଙ୍କ ପାଖକୁ ଗଲା ଓ ମହାଜନଙ୍କୁ 10ଟି ସ୍ୱର୍ଣ୍ଣମୁଦ୍ରା ଦେଇଥିବା କଥା କହିଲା। ମାତ୍ର ସେ ଆମ ଘରେ ଦେଇନାହିଁ। ରାଜା ଏ ଚାଷୀର ସବୁ କଥା ଶୁଣିଲେ। କହିଲେ, ହଉ, ବିଚାର କରିବା। ତୁମେ 10 ଦିନ ପରେ ଆସିବ। ତା ପରଦିନ ଭିତରେ ସେ ମହାଜନଙ୍କୁ ଡକାଇ ସ୍ୱର୍ଣ୍ଣମୁଦ୍ରା କଥା ପଚାରିଲେ। ମହାଜନ ରଜାଙ୍କ ପାଖରେ ମାନିଲା, ହଁ, ସିଏ ଚାଷୀ ମୋତେ 10ଟି ସ୍ୱର୍ଣ୍ଣମୁଦ୍ରା ଦେଇଛି। ମାତ୍ର ମୁଁ ତା ବାପାଙ୍କୁ ସେ 10ଟି ସ୍ୱର୍ଣ୍ଣମୁଦ୍ରା ଦେଇଛି। ରାଜା କହିଲେ, ତୁମେ ଦେଇଛ ବୋଲି ତୁମ ପାଖରେ କ'ଣ ପ୍ରମାଣ ଅଛି? ମହାଜନ କହିଲା, ଆଜ୍ଞା, ମୋ ପାଖରେ ପ୍ରମାଣ ଅଛି। ମୁଁ ଯେତେବେଳେ ତା ବାପାଙ୍କୁ ସ୍ୱର୍ଣ୍ଣମୁଦ୍ରା ଦେଲି, ସେତେବେଳେ ଆମ ଗ୍ରାମର 5 ଜଣ ଲୋକ ସେଠାରେ ଉପସ୍ଥିତ ଥିଲେ, ସେମାନେ ଦେଖିଛନ୍ତି। ରାଜା କହିଲେ, ତୁମେ 5 ଦିନ ଛାଡ଼ି ଯେଉଁଦିନ ସେ ଚାଷୀ ଆସିବ, ତୁମ ସାକ୍ଷୀମାନଙ୍କୁ ନେଇ ଆସ, ସେଦିନ ବିଚାର ହେବ। ରାଜା ସେଦିନ କି ପ୍ରକାର ବିଚାର କରିବେ, ଆପଣମାନେ କମେଣ୍ଟରେ ଲେଖନ୍ତୁ। ଚାଷୀ ନ୍ୟାୟ ପାଇବ ନା ନାହିଁ? ଚାଷୀ ତା'ର ସ୍ୱର୍ଣ୍ଣମୁଦ୍ରା ପାଇବ ନା ନାହିଁ?
ଓ ମହାଜନ କି ଦଣ୍ଡ ପାଇବ ଆପଣମାନେ ଜାଣିବେ ନେକ୍ସଟ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ଆପଣ କମେଣ୍ଟରେ ଲେଖନ୍ତୁ ରାଜା କ'ଣ ବିଚାର କଲେ। ଭିଡ଼ିଓ ଆପଣମାନଙ୍କୁ କିପରି ଲାଗୁଛି କମେଣ୍ଟ ମାଧ୍ୟମରେ ଜଣାଇବେ। ଧନ୍ୟବାଦ। ଆଶା କରେ ଭଗବାନ ଆପଣମାନଙ୍କୁ ସୁଖରେ ରଖିଥାନ୍ତୁ।